ବଣ୍ଟନରେ ସମତା ଏବଂ ଆୟକଟର ଶେଷ ସୀମା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଜଳ ସୁନିଶ୍ଚିତ କରିବା ପାଇଁ ପ୍ରାଥମିକତା ଦିଆଯିବ। ପ୍ରତିକୂଳ ଜଳବାୟୁ ଜନିତ ବିପର୍ଯ୍ୟୟରୁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ତଥା ଜଳବାୟୁ ଉପଯୋଗୀ ଆଧୁନିକ କୃଷିକୁ ସହାୟତା ପ୍ରଦାନ ଉପରେ ଆମ ସରକାର ଗୁରୁତ୍ୱ ଦେଉଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ମୋଟ 757 କୋଟି ଟଙ୍କା ବ୍ୟୟ ଅଟକଳରେ 193 କିଲୋମିଟର ଲମ୍ବର ଲୁଣିବନ୍ଧକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ବର୍ଷ 2024-25ରେ ଏହି ଯୋଜନା ପ୍ରଣୟନ ପାଇଁ 295 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଲୁଣିବନ୍ଧ ଓ ନଦୀବନ୍ଧ ନିର୍ମାଣ ସହ ବନ୍ୟା ପ୍ରତିରୋଧ ଢାଞ୍ଚା ନିର୍ମାଣ ନିମନ୍ତେ 2024-25 ଆର୍ଥିକ ବର୍ଷ ପାଇଁ 710 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। 15ଗୋଟି ଜିଲ୍ଲାର 537ଟି MIP ଅଧୀନରେ ଥିବା କ୍ଷେତ୍ରାଞ୍ଚଳରେ କୃଷକମାନଙ୍କୁ ଜଳବାୟୁ ଉପଯୋଗୀ ଆଧୁନିକ କୃଷି ପ୍ରଦର୍ଶନ ପ୍ରଶିକ୍ଷଣ ନିମନ୍ତେ ବିଶ୍ୱବ୍ୟାଙ୍କ ସହାୟତା ପ୍ରାପ୍ତ ଯୋଜନା ଓଡ଼ିଶା ଇଣ୍ଟିଗ୍ରେଟେଡ୍ ଇରିଗେସନ ପ୍ରୋଜେକ୍ଟ ଫର କ୍ଲାଇମେଟ୍ ରେସିଲିଏଣ୍ଟ ଏଗ୍ରିକଲଚର OIIPCRA ପାଇଁ 380 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅବହେଳିତ ଅବସ୍ଥାରେ ଥିବା ଡ୍ୟାମ ଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ବିଶ୍ୱବ୍ୟାଙ୍କ ସହାୟତାରେ ଯୋଜନା DRIP ପାଇଁ 2024-25 ଆର୍ଥିକ ବର୍ଷରେ 15 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ଡ୍ରେନ୍ ଯୋଗେ ଜଳ ନିଷ୍କାସନ ଯେପରି ସମ୍ପୂର୍ଣ୍ଣ ଅବାଧ ହୋଇପାରିବ ତାହା ଆମ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟ। ଏଥିପାଇଁ ଡ୍ରେନ୍ ଉନ୍ନତିକରଣ ଯୋଜନା 2.0 କୁ ଆଉ 5 ବର୍ଷ ପାଇଁ ମୋଟ 1400 କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲୁ ରଖିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ବଜେଟରେ ଏଥି ନିମନ୍ତେ 330 କୋଟି ଟଙ୍କାର ପ୍ରସ୍ତାବ ରହିଛି। ସେଚ ପ୍ରକଳ୍ପ ଗୁଡ଼ିକୁ ଦୀର୍ଘାୟୁ ଓ ଏଗୁଡ଼ିକର କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ଏହାର ନିୟମିତ ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥି ନିମନ୍ତେ ବଜେଟ ଅଟକଳରୁ 10% ବୃଦ୍ଧି କରି ଚଳିତ ବର୍ଷ ମୋଟ 1783 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟର ଜଳସେଚନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରି ତାହା ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ସମାଧାନ କରିବା ପାଇଁ ଆମ ସରକାର ଜନଶୁଣାଣି ପୋର୍ଟାଲ ସମେତ ବିଭିନ୍ନ ୱେବସାଇଟ୍ କାର୍ଯ୍ୟକାରୀ କରିଛନ୍ତି। ଜଳ ସମ୍ପଦର ପ୍ରକୃତ ଆକଳନ, ବନ୍ୟା ପୂର୍ବାନୁମାନ ଏବଂ ପ୍ରକଳ୍ପ ତଦାରଖ ଇତ୍ୟାଦି କାର୍ଯ୍ୟ ପାଇଁ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ଓ ଉପକରଣ ବ୍ୟାପକ ଭାବରେ ବ୍ୟବହୃତ ହେଉଛି। ନୂତନ ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ଯଥା GO ୱାଟର ERP, ETAC, ePromise, ECAD, ePINCYS, ୱାଟର ଡକ୍ସ, ଛାତ ୱେବ୍ ପୋର୍ଟାଲ, ଆମ ଜଳାଶୟ, ମେଗାଲିଫ୍ଟ MIS, ସମନ୍ୱୟ ହାଇଡ୍ରୋମିଟ୍ ODIIS ଅଧୀନରେ ଆମ ଜଳସମ୍ପଦ ପୋର୍ଟାଲ ଇତ୍ୟାଦି ଏବେ ରାଜ୍ୟରେ କାର୍ଯ୍ୟ କରୁଛି। ମାନନୀୟ ବାଚସ୍ପତି ମହୋଦୟା, ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସ ଏବଂ ବୃହତ ଆକାର ଆଦିବାସୀ ମଲ୍ଟି ପର୍ପୋଜ ସମବାୟ ସୋସାଇଟି LMPCS ଗୁଡ଼ିକୁ ଋତୁକାଳୀନ କୃଷି କାର୍ଯ୍ୟ ନିମନ୍ତେ କୃଷକମାନଙ୍କୁ ସ୍ୱଳ୍ପ ମିଆଦୀ ଋଣ ଯୋଗାଇବା ପାଇଁ ୱାନ୍ ଷ୍ଟପ୍ ସପ୍ ଏହାକୁ ଉନ୍ନତ କରାଯିବ। ପ୍ରତ୍ୟେକ ଉପଖଣ୍ଡରେ ସମସ୍ତ ପ୍ରକାରର ସେବା ଏବଂ ଭିତ୍ତିଭୂମିର ସୁବିଧା ସୁଯୋଗ ଥାଇ ଗୋଟିଏ ମଡେଲ ପ୍ୟାକ୍ସ ଗଠନ କରାଯିବ, ଯାହାକି ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସମସ୍ତ ପ୍ୟାକ୍ସ LMPCS ଗୁଡ଼ିକୁ ସମ୍ପ୍ରସାରଣ କରାଯିବ। ପ୍ୟାକ୍ସ ଏବଂ LMPCS ରେ ମହିଳା ଭୂମିହୀନ ଚାଷୀଙ୍କୁ ସଦସ୍ୟ ଭାବେ ସେମାନଙ୍କର ନାମ ପଞ୍ଜୀକରଣ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସହ ସେମାନଙ୍କୁ ଏହି ସଂଗଠନ ଗୁଡ଼ିକ ପ୍ରଦାନ କରୁଥିବା ସମସ୍ତ ସେବା ପ୍ରଦାନ ନିମନ୍ତେ ଉଦ୍ୟମ କରାଯିବ। ବାଚସ୍ପତି ମହୋଦୟା, ପ୍ୟାକ୍ସ ଏବଂ LMPCS ସେମାନଙ୍କର ସଦସ୍ୟମାନଙ୍କୁ ପ୍ରଦାନ କରୁଥିବା
ବ୍ୟାଙ୍କିଂ ସେବା ଗୁଡ଼ିକର ଉନ୍ନତିକରଣ କରାଯିବା ସହ ଏହି ସଂସ୍ଥାଗୁଡ଼ିକୁ ମିନି ବ୍ୟାଙ୍କରେ ପରିଣତ କରାଯିବ। ଏକ ବୃହତ ସଦସ୍ୟତା ଡ୍ରାଇଭ୍ ଦ୍ୱାରା ସମସ୍ତ ଗ୍ରାମୀଣ ପରିବାରଙ୍କୁ ଏହି ସଂସ୍ଥାଗୁଡ଼ିକର ଅଧୀନକୁ ଅଣାଯିବ, ଯଦ୍ୱାରା ସେମାନଙ୍କୁ ଏହି ସେବା ଯୋଗାଇ ଦିଆଯାଇପାରିବ। ଏହି ପ୍ୟାକ୍ସ ଏବଂ LMPCSଙ୍କ ଦ୍ୱାରା ମଣ୍ଡିର ଧାନ କ୍ରୟକୁ ତ୍ୱରାନ୍ୱିତ କରାଯାଇ ଶୃଙ୍ଖଳିତ କରାଯିବ, ଯାହାଦ୍ୱାରା ଧାନର ଓଜନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିବ। ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନ ମାର୍କଫେଡ୍ ବର୍ତ୍ତମାନ ମୂଲ୍ୟ ସହାୟତା ଯୋଜନା ଅନ୍ତର୍ଗତ ସାର ଯୋଗାଣ ଏବଂ କ୍ରୟ କାର୍ଯ୍ୟରେ ନିୟୋଜିତ ଅଛି। ସମସ୍ତ ପ୍ରକାରର କୃଷିଜାତ ଦ୍ରବ୍ୟର ମାର୍କେଟିଂ ଏବଂ ସମ୍ଭାବ୍ୟ ରପ୍ତାନୀର ସୁଯୋଗ ଅନ୍ୱେଷଣ ପାଇଁ ଏହାକୁ ଆହୁରି ବିକଶିତ କରାଯିବ। ବାଚସ୍ପତି ମହୋଦୟା, ଏହି ଗ୍ରାମୀଣ ଜନସଂଗଠନ ଗୁଡ଼ିକୁ ମଲ୍ଟି ସର୍ଭିସ ସେଣ୍ଟରରେ ରୂପାନ୍ତରିତ କରିବା ଲକ୍ଷ୍ୟ ରଖି ପ୍ୟାକ୍ସର ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର PMBJK, ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର PMKSK ଏବଂ ସାଧାରଣ ସେବା କେନ୍ଦ୍ର CSC କାର୍ଯ୍ୟକାରୀ କରାଯିବ। ସମବାୟ ସମିତିର ଅଭିବୃଦ୍ଧି ଏବଂ ବିବର୍ତ୍ତନ ପାଇଁ ଏକ ଅନୁକୂଳ ଇକୋସିଷ୍ଟମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ସମବାୟ ନୀତି ଅନୁଯାୟୀ ଏକ ରାଜ୍ୟ ସମବାୟ ନୀତି ଅଣାଯିବ। କୃଷକମାନଙ୍କୁ ଫସଲ ଋଣ ଯୋଗାଉଥିବା ସମବାୟ ବ୍ୟାଙ୍କ ପ୍ୟାକ୍ସକୁ ସୁଧ ରିହାତି ପାଇଁ ଆମେ ଏହି ବଜେଟରେ 830 କୋଟି ଟଙ୍କାର ବ୍ୟୟବରାଦ କରୁଛୁ। ଏହା ବ୍ୟତୀତ ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ଇକ୍ୱିଟି ସହାୟତା ପାଇଁ ବଜେଟରେ 165 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହା ସହିତ ଭିତ୍ତିଭୂମିର ବିକାଶ, ପଣ୍ୟାଗାର, ଗୋଦାମ ନିର୍ମାଣ, କୃଷି ସେବା କେନ୍ଦ୍ର ଇତ୍ୟାଦି ପାଇଁ ସମବାୟ ବ୍ୟାଙ୍କଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ମୁଁ ବଜେଟରେ 240 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ମାନନୀୟ ବାଚସ୍ପତି ମହୋଦୟା, କୃଷକଙ୍କ ବହୁଗୁଣିତ ଆୟ ବୃଦ୍ଧି, ଜୀବିକା ବୃଦ୍ଧି, ଲାଭଦାୟକ ନିଯୁକ୍ତି ସୃଷ୍ଟି ଏବଂ ପୁଷ୍ଟି ନିରାପତ୍ତା ଯୋଗାଇବାରେ ମତ୍ସ୍ୟ ଚାଷ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ମୋଟ ଆବଣ୍ଟନ 654 କୋଟି ଟଙ୍କା ମଧ୍ୟରୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା MMKY ବାବଦକୁ 384 କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରହିଛି। ଏହି ଯୋଜନା ଅଧୀନରେ ବିଭିନ୍ନ କମ୍ପୋନେଣ୍ଟ ଯଥା ଗ୍ରାମ ପଞ୍ଚାୟତରେ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ ପାଇଁ WSHGS କୁ ଇନପୁଟ ସହାୟତା, ଆଗୁଆ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ମତ୍ସ୍ୟ ବିହନ ଉତ୍ପାଦନ କେନ୍ଦ୍ରକୁ ସହାୟତା, ମତ୍ସ୍ୟ ବିହନ ଉତ୍ପାଦନ କରି ଚାଷୀମାନଙ୍କ ଦ୍ୱାରରେ ବର୍ଷ ତମାମ ଉନ୍ନତମାନର ଫିସ୍ ଫିଙ୍ଗରଲିଂ ଉପଲବ୍ଧ ହେଉଛି କି ନାହିଁ ତାହା ଜାଣିବା ପାଇଁ ବିହନ ଉତ୍ପାଦନମାନଙ୍କ ନେଟୱାର୍କ, ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା, ବାୟୋଫ୍ଲୋ ଟେକ୍ନୋଲୋଜି ମାଧ୍ୟମରେ ସଘନ ମାଛ ଚାଷ, ମତ୍ସ୍ୟ ଚାଷ ଯନ୍ତ୍ରପାତି ଏବଂ ଉପକରଣର ଲୋକପ୍ରିୟତା, ଜଳଭଣ୍ଡାରରେ ଫିସ୍ ଫିଙ୍ଗରଲିଂ, ଷ୍ଟକିଂ, ମାଛ ଧରା ଔଷଧ ଅବଧି ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା, ଲବଣ ଜଳରେ ମାଛ ଚାଷ ପାଇଁ ନୂତନ ଟାଙ୍କି ଖନନ ଇତ୍ୟାଦି ମାଧ୍ୟମରେ ମତ୍ସ୍ୟ ଚାଷ ପାଇଁ ସମସ୍ତ ସୁବିଧା ପ୍ରଦାନ କରାଯିବ। ବାଚସ୍ପତି ମହୋଦୟା, ପଶୁ ସମ୍ପଦ ଉତ୍ପାଦନ ଅନେକ କୃଷକଙ୍କର ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରେ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ମୁଁ ଏକ ନୂତନ ଅମ୍ବ୍ରେଲା ଯୋଜନା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ 2000 ହିତାଧିକାରୀଙ୍କୁ 2ଟି କ୍ରସ୍ ବ୍ରିଡ୍ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ, 20,000 ଦୁଗ୍ଧ ଚାଷୀଙ୍କୁ ରିହାତି ଦରରେ ବାଛୁରୀ ଖାଦ୍ୟ ଯୋଗାଣ, 1 ଲକ୍ଷ ଚାଷୀଙ୍କୁ ସେମାନଙ୍କର ଦୁଧିଆଳି ଗାଈର ବୀମା ପାଇଁ ସହାୟତା ପ୍ରଦାନ, 628 ଜଣ ଚାଷୀଙ୍କୁ ମଇଁଷି ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ଏବଂ ଦୁଗ୍ଧ ସମବାୟ ସମିତିରେ କ୍ଷୀର ଦେବା ପାଇଁ ଦୁଗ୍ଧ ଚାଷୀଙ୍କ ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହା ବ୍ୟତୀତ ବିଭିନ୍ନ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ମଧ୍ୟ ରହିଛି। ବାଚସ୍ପତି ମହୋଦୟା, ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ 697 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କୁକୁଡ଼ା ଚାଷ ବିକାଶ ଅଧୀନରେ ବ୍ରଏଲର ଫାର୍ମିଂ ପାଇଁ WSHGS ଏବଂ
ବ୍ୟକ୍ତିବିଶେଷଙ୍କୁ ଜୀବିକା ସହାୟତା, ପଶୁ ସ୍ୱାସ୍ଥ୍ୟ ସେବା, ମୁଖ୍ୟମନ୍ତ୍ରୀ ପାଣି କଲ୍ୟାଣ ଯୋଜନା, ୱାନ୍ କଲ୍ A1 ପ୍ରଚଳନ, ଭିଡିଓ ଜରିଆରେ ପ୍ରାଣୀ ସେବା ଆଦିର ପ୍ରଚଳନ ଇତ୍ୟାଦି ଅନ୍ତର୍ଭୁକ୍ତ। କୃଷି ସର୍ବଦା ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆଧାର ହୋଇ ରହିଆସିଛି। ଅନ୍ୟ ସବୁ କ୍ଷେତ୍ରର ଉତ୍ପାଦକତା କୃଷି କ୍ଷେତ୍ର ଉପରେ ବିଶେଷ ଭାବେ ନିର୍ଭରଶୀଳ। ମହାନ MS ସ୍ୱାମୀନାଥନଙ୍କ ଭାଷାରେ ଯଦି କୃଷି କ୍ଷେତ୍ରରେ ତ୍ରୁଟି ହୁଏ ତେବେ ଆଉ କିଛି ଠିକ ହେବାର ସୁଯୋଗ ହିଁ ରହିବ ନାହିଁ। ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ କୃଷି କାର୍ଯ୍ୟକଳାପ ମଧ୍ୟରେ ଥିବା ଗଭୀର ସମ୍ପର୍କରୁ ଓଡ଼ିଆ ଲୋକମାନେ ପ୍ରେରଣା ପାଇ ଆସୁଛନ୍ତି। ରାଜ୍ୟର କୃଷି କ୍ଷେତ୍ରରେ ସମ୍ଭାବନାକୁ ସୁଦୃଢ଼ କରିବା ପାଇଁ 3S ଆଭିମୁଖ୍ୟ ସବସିଷ୍ଟେନ୍ସ, ଜୀବିକା ନିର୍ବାହ, ସେଲ୍ଫ ରିଲିଆନ୍ସ, ଆତ୍ମନିର୍ଭରଶୀଳତା ଓ ସଷ୍ଟେନେବିଲିଟି ପୋଷଣୀୟତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା କେବଳ କୃଷକଙ୍କ ଜୀବିକା ନିରାପତ୍ତା ବୃଦ୍ଧି ପାଇବ ନାହିଁ, ବରଂ ସମସ୍ତଙ୍କର ଖାଦ୍ୟ ନିରାପତ୍ତା ମଧ୍ୟ ପୂରଣ ହେବ। ସମକାଳୀନ ପରିସ୍ଥିତିରେ ନିରନ୍ତର ବିକାଶ କେବଳ ସେତେବେଳେ ସମ୍ଭବ ଯେତେବେଳେ କୃଷି ଜୀବିକା ନିର୍ବାହୀ, ଆତ୍ମନିର୍ଭରଶୀଳ ଏବଂ ଲାଭଦାୟକ ହେବ। ଓଡ଼ିଶାର ପ୍ରଖ୍ୟାତ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ଭାଷାରେ ନିଃସ୍ୱତାର ମୂର୍ତ୍ତି ଧରି ଠିଆ ଯେ ଧରା ଆଗେ, ତାହାରି ଯୋଗେ ନୁଖୁରା ମାଟି ହସଇ ଶ୍ୟାମ ରାଗେ। ତାହାରି ଯୋଗେ ବଞ୍ଚି ରହେ ସୃଷ୍ଟି କାଳେ କାଳେ, ନନ୍ଦନର ଗନ୍ଧ ଛୁଟେ ସ୍ୱର୍ଣ୍ଣ କ୍ଷେତ ମାଳେ। ଏହି ଅବସରରେ ମୁଁ ଏହି କୃଷି ବଜେଟକୁ ରାଜ୍ୟର ସମସ୍ତ ଜନସାଧାରଣ, ବିଶେଷ କରି କୃଷି ଏବଂ ଆନୁଷଙ୍ଗିକ ବୃତ୍ତି ସହ ଜଡ଼ିତ ସମସ୍ତ କୃଷକ ସମ୍ପ୍ରଦାୟକୁ ସମର୍ପିତ କରୁଛି। ବାଚସ୍ପତି ମହୋଦୟା, ମୁଁ ବର୍ତ୍ତମାନ ସାଧାରଣ ବଜେଟ ଉପସ୍ଥାପନା କରିବାକୁ ଯାଉଛି। ରାଜ୍ୟର ଆର୍ଥିକ ଅବସ୍ଥାକୁ ଏକ ପୋଷଣୀୟ ମାର୍ଗରେ ପରିଚାଳିତ କରିବା ଲାଗି ଆମ ସମାଜର ବିଜ୍ଞ ଆର୍ଥିକ ପରିଚାଳନାର ପଥ ଅନୁସରଣ କରୁଛନ୍ତି। ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠିର ଉପଯୋଗ ଏବଂ ରାଜସ୍ୱର ଅଭିବୃଦ୍ଧି ମାଧ୍ୟମରେ ବଜେଟରେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବ। 2023-24 ଆର୍ଥିକ ବର୍ଷର ବଜେଟ ଅଟକଳ 2,30,000 କୋଟି ଟଙ୍କା ଥିଲା। ବର୍ତ୍ତମାନ ମୁଁ 2024-25 ଆର୍ଥିକ ବର୍ଷ ପାଇଁ 2,65,000 କୋଟି ଟଙ୍କାର ବ୍ୟୟବରାଦ ଅଟକଳ ନିମନ୍ତେ ପ୍ରସ୍ତାବ ଦେଉଛି, ଯାହାକି 2023-24 ଆର୍ଥିକ ବର୍ଷର ବଜେଟ ଅଟକଳ ଠାରୁ ପ୍ରାୟ 15% ଅଧିକ ଅଟେ। ଶାସନ ଏକ ନିରନ୍ତର ପ୍ରକ୍ରିୟା, ତେଣୁ ପ୍ରଚଳିତ ଯୋଜନାଗୁଡ଼ିକ ଜାରି ରଖି ଜନସାଧାରଣଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କେତେକ ନୂତନ ଯୋଜନା ପ୍ରସ୍ତାବିତ ଅଛି। ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ଯେଭଳି ଉଦ୍ଦିଷ୍ଟ ହିତାଧିକାରୀ ନିକଟରେ ପହଞ୍ଚିବ ଏବଂ ତାହାର ସୁବିନିଯୋଗ ହେବ, ତାହା ଆମେ ସୁନିଶ୍ଚିତ କରିବୁ। ବାଚସ୍ପତି ମହୋଦୟା, ମୁଁ କାର୍ଯ୍ୟକ୍ରମ ବ୍ୟୟକୁ 1,55,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଉଛି, ଯାହାକି 2024-25 ଆର୍ଥିକ ବର୍ଷର ମୋଟ ବଜେଟ ଆକଳନର 58%। ଏହା 2023-24 ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟ ଅଟକଳ ଠାରୁ 24% ଅଧିକ। ପୁଞ୍ଜି ବ୍ୟୟ ବରାଦକୁ 58,195 କୋଟି ଟଙ୍କା ପ୍ରସ୍ତାବିତ ଅଛି, ଯାହା ବିଗତ ବର୍ଷର ସଂଶୋଧିତ ଅଟକଳ ଠାରୁ 26% ଅଧିକ। ଓଡ଼ିଶାର ପୁଞ୍ଜି ବ୍ୟୟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର 6.3%। ଏହା ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ। 2024-25 ଆର୍ଥିକ ବର୍ଷରେ ପ୍ରଶାସନିକ ବ୍ୟୟ ପାଇଁ 97,725 କୋଟି ଟଙ୍କା ବରାଦ କରାଯାଇଛି। ତନ୍ମଧ୍ୟରୁ ଦରମା ପାଇଁ 32,571 କୋଟି ଟଙ୍କା, ପେନସନ ପାଇଁ 22,591 କୋଟି ଟଙ୍କା, ସୁଧ ଦେୟ ବାବଦକୁ 5,500 କୋଟି ଟଙ୍କା ଏବଂ ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ 6,822 କୋଟି ଟଙ୍କା ଅନ୍ତର୍ଭୁକ୍ତ ଅଟେ। ବିପର୍ଯ୍ୟୟ ପ୍ରଶମନ ପରିଚାଳନା କରିବା ପାଇଁ ବ୍ୟୟବରାଦ ପରିମାଣ 3,900 କୋଟି ଟଙ୍କା। ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ବ୍ୟୟବରାଦର ପରିମାଣ 8,375 କୋଟି ଟଙ୍କା। ଆମେ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ପ୍ରାୟ 3,804 କୋଟି ଟଙ୍କା
ଏବଂ ପଞ୍ଚମ ରାଜ୍ୟ ଅର୍ଥାୟୋଗଙ୍କ ସୁପାରିଶ କ୍ରମେ ପ୍ରାୟ 4,449 କୋଟି ଟଙ୍କା ହସ୍ତାନ୍ତର କରିବାକୁ ପ୍ରସ୍ତାବ ରଖିଛୁ। ମୋଟ ବ୍ୟୟ ଅଟକଳକୁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ 2,11,000 କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା 54,000 କୋଟି ଟଙ୍କାରୁ ଭରଣା କରାଯିବାର ପ୍ରସ୍ତାବ ରହିଛି। 2024-25 ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟର ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର 3.5% ହେବ ବୋଲି ଆକଳିତ ହୋଇଛି। 2024-25 ଆର୍ଥିକ ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ ରାଜ୍ୟର ରାଜସ୍ୱ ଟିକସ 60,000 କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ 58,000 କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବରେ 55,232 କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ମିଳିବାକୁ ଥିବା 37,768 କୋଟି ଟଙ୍କା ଅନ୍ତର୍ଭୁକ୍ତ। ମୁଁ ବର୍ତ୍ତମାନ ଏହି ବଜେଟର ବିଭିନ୍ନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଅନ୍ୟ 9ଟି ପ୍ରମୁଖ ସ୍ତମ୍ଭ ଅଧୀନସ୍ଥ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିବା ପାଇଁ ଯାଉଛି। ବାଚସ୍ପତି ମହୋଦୟା, ନାରୀ ଶକ୍ତି। ଭାରତୀୟ ସଂସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଇଥାଏ। ଋଗ୍ ବେଦର ଦେବୀସୂକ୍ତ ସ୍ତୋତ୍ର ନାରୀକୁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ମୂଳାଧାର ରୂପେ ପରିଗଣିତ କରିଅଛି। ମହିଳାମାନଙ୍କର ସଶକ୍ତିକରଣ ଓ ଗାରିମା ରକ୍ଷା ଆମ ସରକାରଙ୍କର ପ୍ରମୁଖ ପ୍ରାଥମିକତା। ଏହି ଲକ୍ଷ୍ୟ ନେଇ ଉଭୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ନିମନ୍ତେ 2023-24 ଆର୍ଥିକ ବର୍ଷର ବଜେଟ୍ ଅଟକଳରେ ଥିବା 6,224 କୋଟି ଟଙ୍କାକୁ 3 ଗୁଣା ବୃଦ୍ଧି କରାଯାଇ 2024-25 ଆର୍ଥିକ ବର୍ଷରେ 17,942 କୋଟି ଟଙ୍କା କରାଯାଇଛି। ଆମର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ୍ ବୈଠକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପାଇଁ ଆମେ ଅନୁମୋଦନ କରିଛୁ। ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରିବ। ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ 10,000 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପାଇଁ ଶିଳ୍ପ ପୁଞ୍ଜିର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିପଣନ ଏବଂ ପ୍ରଚାର ପ୍ରସାର ନିମନ୍ତେ 2027 ମସିହା ସୁଦ୍ଧା ଆମେ ଓଡ଼ିଶାରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ଅଧୀନସ୍ଥ ଜୀବିକା ସଂଯୋଜନ ପଦକ୍ଷେପଗୁଡ଼ିକର ସହାୟତାରେ 1 ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ମାଧ୍ୟମରେ ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବଜେଟରେ 1,162 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ମଧ୍ୟ ରହିଛି। ବାଚସ୍ପତି ମହୋଦୟା, ମହିଳା ଓ ଶିଶୁମାନଙ୍କର ପ୍ରସଙ୍ଗଗୁଡ଼ିକ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ସେମାନଙ୍କର କଲ୍ୟାଣ ପରସ୍ପରକୁ ବହୁଳ ଭାବରେ ପ୍ରଭାବିତ କରିଥାଏ। ମହିଳାମାନଙ୍କର ମଙ୍ଗଳ ପାଇଁ ନିବେଶ ସିଧାସଳଖ ଶିଶୁ ବିକାଶକୁ ପ୍ରଭାବିତ କରି ଏକ ସକାରାତ୍ମକ ପ୍ରଭାବର ବଳୟ ସୃଷ୍ଟି କରିଥାଏ। ପ୍ରତ୍ୟେକ ଶିଶୁ ମଧ୍ୟରେ ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ ଏବଂ ସେମାନଙ୍କୁ ଭବିଷ୍ୟତରେ ଦେଶର ଦାୟିତ୍ୱ ବହନ କରିବା ପାଇଁ ପ୍ରସ୍ତୁତ କରିବା ଉପରେ ମଧ୍ୟ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ। 521 କୋଟି ଟଙ୍କାର ବ୍ୟୟ ବରାଦରେ ପ୍ରସୂତି ଓ ଶିଶୁମାନଙ୍କର ଯତ୍ନ ପାଇଁ ନଗଦ ଅର୍ଥ ହସ୍ତାନ୍ତର ନିମନ୍ତେ ଆମେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ମମତା ଯୋଜନା ସହିତ ସଂଯୋଜନ କରି କାର୍ଯ୍ୟକାରୀ କରିବୁ। ପୁଷ୍ଟି ସାଧନର ମାନ ବୃଦ୍ଧି କରିବା ପାଇଁ ପୋଷଣ ଅଭିଯାନ ଅଧୀନରେ 295 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ 2,806ଟି ନୂତନ ଅଙ୍ଗନବାଡି ଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ଏବଂ ପ୍ରଦର୍ଶନ ଆଧାରିତ ଉନ୍ନୟନ ପାଇଁ 30ଟି ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯିବା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆମେ ପୁଷ୍ଟି ସାଧନ କ୍ଷେତ୍ରରେ ଦୁର୍ବଳ ସ୍ଥିତିରେ ଥିବା ଅଞ୍ଚଳରେ 15,000 ଅଙ୍ଗନବାଡି କର୍ମୀଙ୍କୁ ଗୃହ ପରିଦର୍ଶନ ଓ ପରାମର୍ଶ କିଟ୍ ପ୍ରଦାନ କରିବା ନିମନ୍ତେ ଯୋଜନା କରିଛୁ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଅଙ୍ଗନବାଡି କେନ୍ଦ୍ରର ନାମ ଲେଖାଇଥିବା 18 ଲକ୍ଷ ପ୍ରାକ୍ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ୟୁନିଫର୍ମ ବଣ୍ଟନ କରାଯିବ। ଏଥିନିମନ୍ତେ 93 କୋଟି ଟଙ୍କାର ବଜେଟ୍ ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ
संपूर्ण पुष्टि योजना अधीन एक व्यापक पोषण रणनीति माध्यम 554 कोटी टंका व्ययबराद सहित राज्य में 19 लाख महिला किशोरी और शिशु हिताधिकारी पोषण स्थिति में परिवर्तन आने लक्ष्य रखी। यह व्यतीत अनाथ शिशु मान आर्थिक सहायता जगै देवाई मु 83 कोटी टंका व्ययबराद एक नूतन योजना जसोदार शुभारंभ प्रस्ताव करुछि। आमे शिशु श्रमिक प्रथार उच्छेद को प्राथमिकता प्रदान करुछु एवं एक शिशु श्रमिक मुक्त ओडिशा गठन करने को लक्ष्य रखी। 2024-25 आर्थिक वर्ष में 1500 ग्राम पंचायत को आदर्श शिशु समृद्ध ग्राम पुरस्कार प्रदान करा जिवो। उद्धार होइतवा शिशु मानकर सामग्रिक विकास उपरे ध्यान केंद्रित करी जिला प्रशासन सहायता शिशु श्रमिकों चिन्हन उद्धार और थैथान करा जाउछि। 2024-25 आर्थिक वर्ष में कार्य संपादन जनित क्षमता वृद्धि करने आम अंगनवाड़ी कर्मी खाली पदवी गुड़ी को पूरण करूँ एवं 5698 अंगनवाड़ी केन्द्र को सक्षम अंगनवाड़ी केन्द्र भाव उन्नीत करूँ। यह व्यतीत 36 कोटी टंका विनियोग भुवनेश्वर स्थित राज्य महिला और शिशु प्रतिष्ठान SIWC को आम एक उत्कर्ष केन्द्र में परिणत करने को लक्ष्य रखीचु। एक खाद्य गैलेरी खेलना एवं कहानी गैलेरी आदिका संबल केन्द्र एवं एक 300 आसन विशिष्ट प्रेक्षालय प्रतिष्ठा करा जिवो। बाचस्पति महोदय, आमर यशस्वी प्रधानमंत्री श्री नरेंद्र मोदी जी सबका साथ सबका विकास सबका विश्वास और सबका प्रयास आदर्श आम विकासर मार्गदर्शक हम। आमे कहा पछुआ न रखी समस्त को मुख्य क्षेत्र में सामिल करूँ। आम सरकार हेउची जनसाधारण सरकार। समाजर समस्त वर्ग विशेषतः गरीब दुर्बल लोकों को सामाजिक न्याय समानता अंतर्भुक्तकरण नीति माध्यम सशक्तकरण करार आवश्यकता रही। ओडिशा हेउची जगतर नाथ श्री जगन्नाथंकर पवित्र भूमि। जगन्नाथ संस्कृति सामाजिक श्रेणी और राजनैतिक परिसर ऊर्ध्वे समस्त को मानविकतार छत्र छाया तले एकत्रित करियछि। आम सरकार अनुसूचित जनजाति अनुसूचित जाति और अन्य पछुआ वर्गर उन्नति प्रतिश्रुतिबद्ध। अनुसूचित जनजाति और अनुसूचित जातिर विकास आम राज्य सरकार प्रायतः समस्त योजनार एक अविच्छेद्य अंग। मोटामोटी भाव में 2024-25 आर्थिक वर्ष में कार्यक्रम बजेट चिन्हट होइतिबा योजना गुड़िकर ट्राइबाल सब कंपोनेंट एवं एससी सब कंपोनेंट अधीन 63,457 कोटी टंकार प्रस्ताव रही। आमे राज्यर आदिवासी ग्राम गुड़िकर विकास आह्वान को मुकाबला करने आदर्श आदिवासी ग्राम कार्यक्रम शुभारंभ कर लक्ष्य रखीचु। यही कार्यक्रम आगामी 5 वर्ष मध्य 500 ग्राम को आदर्श ग्राम रे परिणत करा जिवो। यही योजना को प्रभावशाली करने राज्य केंद्र योजनार संयोजन माध्यम आदिवासी ग्राम गुड़िकर बहुमुखी आह्वान मुकाबला करा जिवो। यह आदर्श ग्राम गुड़िक मानक भाव कार्य करने सहित ज्ञान विनिमय को प्रोत्साहित करिवो एवं आदिवासी सशक्तिकरण प्रयास रे नूतन विश्वास भरीदेव। बाचस्पति महोदय, दक्षता विकास और आय सृष्टिकारी योजना माध्यम अतिरिक्त नियुक्ति सुजोग सृष्टि करी अनुसूचित जाति संप्रदाय मध्य दारिद्र्य ह्रास करने राज्य में प्रधानमंत्री अनुसूचित जाति अभ्युदय योजना PM अजय कार्यकारी करा जिवो। अनुसूचित जाति आदूषित ग्राम गुड़िकर पर्याप्त भित्तिभूमि और सेवा सुनिश्चित कर सामाजिक और आर्थिक विकास सूचकांक उन्नति आनिया यही योजनार लक्ष्य। मुख्यतः आकांक्षी जिला और अनुसूचित जाति बहुल ब्लॉक रे साक्षरता हार वृद्धि और विद्यालय और उच्चतर शिक्षानुष्ठान रे नामलेखा को प्रोत्साहित करने गुणात्मक शिक्षानुष्ठान एवं आवासिक विद्यालय गुड़िकर आवासिक सुविधा उपलब्ध कराइबा यही योजनार अन्यतम लक्ष्य। PM अजय आदर्श ग्राम अधीन 809 ग्राम को आदर्श ग्राम रूपे घोषणा करा जायछि। 2024-25 आर्थिक वर्ष में PM अजय योजना 266 कोटी टंकार व्ययबराद प्रस्ताव करा जायछि। आसंता 3 वर्ष मध्य 1,50,000 अधिक आदिवासी परिवार अर्थनैतिक प्रगति
तथा विविध और लाभदायक जीविका माध्यमरे सेमानकर आय और जीवन धारण मान वृद्धि करने पाई आमे मुख्यमंत्री जनजाति जीविका मिशन आरंभ करिछु। एथिपाई 2024-25 आर्थिक वर्ष में 200 कोटी टंकार व्यय बराद प्रस्ताव रही। एतद व्यतीत पीवीटीजी समुदायंकर पाई जीविका सुजोग तथा शिक्षा और स्वास्थ्य सेवा को सहजलब्ध करने OPELIP प्लस कार्यक्रम अधीन 90 कोटी टंका व्यय बरादर प्रस्ताव रही। प्राकृतिक संपदर पोषणीय उपयोग और उद्योग विकास को प्रोत्साहित करने सहित गरीब आदिवासी परिवार खाद्य निरापत्ता और जीविका अर्जन में उन्नति आनिबा OPELIP प्लस योजनार लक्ष्य। यह योजना 59 कोटी टंकार व्यय बरादर प्रस्ताव रही। एतद व्यतीत पीवीटीजी समुदाय सामाजिक और अर्थनैतिक विकास तथा सेमानकर संस्कृति और प्राकृतिक संपदर संरक्षण लगी एक केंद्रीय प्रवर्तित योजना अधीन 36 कोटी टंका व्यय बराद करा जायछि। बाचस्पति महोदय, अनुसूचित जाति और जनजाति मानक उपरे हेउतबा अत्याचार मामला रे तदंत को त्वरान्वित करिबा और क्षतिपूरण राशि शीघ्र प्रदान करिबा पई साकार पोर्टाल रो उन्मोचन करा जायछि। प्रोटेक्शन ऑफ सिविल राइट्स पीसीआर एक्ट रो सफल प्रवर्तन पई 2024-25 आर्थिक वर्ष रे केंद्र और राज्यर सहभागितारे 116 कोटी टंका व्यय प्रोटोकॉल रे प्रस्ताव रही। सामाजिक सुरक्षा पेंशन पई मु एही बजेट रे 7600 कोटी टंका व्यय बरादर प्रस्ताव रखुछि। आम प्रतिश्रुति मुताबक प्रथम पर्याय रे 80 वर्ष ऊर्ध्व वयस्क नागरिक और 80% रु कम होई नथिबा भिन्नक्षम व्यक्ति मानक लगी उभय मधुबाबू पेंशन योजना MBPY और जातीय सामाजिक सुरक्षा कार्यक्रम NSAP अधीन सामाजिक सुरक्षा भत्ता को 3500 टंका को वृद्धि करा दी। वरिष्ठ नागरिक भिन्नक्षम किन्नर और भिक्षुक समेत दुर्बल गोष्ठी मानक आवासिक सहायतार गुणवत्ता उन्नति आनिबा पई जिला सदर महकुमा समन्वित भित्तिभूमि कम्प्लेक्स प्रतिष्ठा और वृद्धाश्रम रक्षणाबेक्षण 100 कोटी टंका प्रोटोकॉल रे प्रस्ताव रही। एतद व्यतीत भिन्नक्षमंकर कल्याण 302 कोटी टंका व्यय बराद कराइथिबा बेले सरकारी प्रतिष्ठान और भित्तिभूमि को समानकर यातायात अनुकूल कराइबा पई 10 कोटी टंका व्यय बराद प्रस्ताव रही। निशा सेवनकारी मानकर चिकित्सा पुनर्वास पई प्रति जिले में निशा निवारण केंद्र प्रतिष्ठा करा जिवो। मु एही निशा मुक्ति कार्यक्रम पई 20 कोटी टंका आवंटन प्रस्ताव रखुछि। निशा मुक्ति रणनीतिर अंश स्वरूप निशा सेवनकारी शिक्षा चिकित्सा पुनर्वास और सामाजिक अंतर्भुक्तिकरण प्रति दृष्टि दियाजिवो। निशा द्रव्यर संपूर्ण निराकरण हासिल करिथिबा प्रत्येक ब्लॉक को 10 कोटी टंका प्रोत्साहन राशि प्रदान करा जिवो। माननीय बाचस्पति महोदय, प्रभावशाली और सठिक समय वितरण जगू ओडिशा रे साधारण बंटन व्यवस्था पीडीएस राज्यर 80% लोकंकर खाद्य निरापत्ता सुनिश्चित हो पारि। राज्य जातीय खाद्य सुरक्षा आईन अधीन 92 लाख रु अधिक परिवार को राज्य खाद्य सुरक्षा योजना 3 लाख रु अधिक परिवार सामिल होती। 11,934 सुलभ मूल्य दुकान माध्यम प्राय 23 लाख मेट्रिक टन खाद्य शस्य बिना मूल्य बंटन करा जाउछि। खाद्य संरक्षण गोदाम और सुलभ मूल्य दुकान गुड़िकर ऑटोमेशन साधारण बंटन व्यवस्थार कार्यदक्षता वृद्धि करे। आमे एही व्यवस्था रे स्वच्छता आनिबु। साधारण बंटन व्यवस्था पीडीएस अधिक हिताधिकारी अभिमुखी हेबो एवं विभिन्न स्तर रे हेउतिबा बाटमारणा को नियंत्रण करिवो। उत्तम स्वास्थ्य सेवा और शिक्षा व्यवस्था। माननीय बाचस्पति महोदय, स्वास्थ्य केवल रोगर अनुपस्थिति नुहे, यह संपूर्ण शारीरिक मानसिक और सामाजिक सुस्थतार सर्वोत्तम अवस्था। दुर्गम अंचल स्वास्थ्य सेवार उपलब्धता जनित समस्या, डाक्तर विशेषज्ञ अभाव, सीमित संबल और प्रशिक्षण जगू चिकित्सार गुणवत्ता सीमित
ସ୍ୱାସ୍ଥ୍ୟ ସଚେତନତା ଓ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭରଶୀଳତା ମଧ୍ୟମ ଆୟକାରୀ ବର୍ଗ